ଶ୍ରୀମଦ୍ଭାଗବତ ଚତୁର୍ଥ ସ୍କନ୍ଦ। ଖଗାଦି ପଶୁ ଚରାଚରେ ସକର୍ମ ଭୁଜନ୍ତି ପାମରେ, ଯେସନେ କ୍ଷୁଧାତୁର ହୋଇ କୁକୁର ପ୍ରାୟକ ଭ୍ରମଇ। ଆହାର ଅର୍ଥେ ନିରନ୍ତରେ ସତରେ ଭ୍ରମେ ନାନା ପୁରେ, କାହିଁ ବା ଆହାର ମିଳଇ କାହିଁ ନିର୍ଘାତ ଦଣ୍ଡ ପାଇ। ସର୍ବେ କହନ୍ତି ବେଗେ ମାର ଦୁଷ୍ଟ ସଜନ ଆଦି ନର, ତା ଭାବେ କର୍ମ ଶତ୍ରୁପଣେ ନିରତେ ଦଣ୍ଡେ ଅନୁକ୍ଷଣେ। ସେ ରୂପେ ଏ ଜୀବ ସଞ୍ଜାତ ସ୍ୱକର୍ମ ବଳେ ଆତଜାତ, ଏମନ୍ତ ଉଚ୍ଚ ନିଚେ ଭ୍ରମି କର୍ମ ଭୁଞ୍ଜଇ ଦୁଃଖେ ଭ୍ରମି। ତୁ ବିପ୍ର ବାକେ ବିମୋହିତ ନ ଜାଣି ବେଦର ବୃତ୍ତାନ୍ତ, ଏହାଙ୍କ ବାକେ ତୁ ରାଜନ ଭ୍ରମେ ହୋଇଲୁ ହତ ଜ୍ଞାନ। ଏବେ ଯେ ହରିଙ୍କ ଚରଣ ତୁ ଯାଇ ପଶ ଯା ଶରଣ, ତୁ ଏତୁମ୍ଭ ସନ୍ଦେହ ଫେଡ଼ିଲୁ ଏ ଆତ୍ମଜ୍ଞାନ ଶିକ୍ଷା ଦେଲୁ। ଅପର ଗୁପ୍ତ ଦୃଷ୍ଟାନ୍ତର ତୋତେ କହିବା ନୃପବର, ତା ତୋତେ ବୁଝାଇ ରାଜନ ତେବେ ହୋଇବ ତୋର ଜ୍ଞାନ। ଅଛବ ମିଥୁନେ ସଂଯୋଗ କୁସୁମ ବାଡ଼ି ମଧ୍ୟେ ମୃଗ, ହରିଣୀ ରସେ ବଶ ହୋଇ ଅଜ୍ଞାନେ ମୃତ୍ୟୁ ନ ଜାଣଇ। ଅଳପ ସୁଖେ ଭ୍ରମ ଅତି ଭ୍ରମର ଗୀତେ ଡେରି ଶ୍ରୁତି, ତା ଅଗ୍ରେ ବୃକମାନେ ଛନ୍ତି ସେ ତାର ସଂସାରେ ବଞ୍ଚନ୍ତି। ତାହାଙ୍କ ମୁଖକୁ ରାଜନ ନିର୍ଭୟେ କରଇ ଗମନ, ତା ପଛେ ବ୍ୟାଧ ଗୋଡ଼ାଇଛି ସ୍ୱପନେ ଜାଣ ବାନ୍ଧି ଅଛି। ତାହାକୁ ନ କରିଣ ଭୟ ଆନନ୍ଦେ ମୃଗୀ ବସେ ମୋହ, ଭେଦିଣ ବ୍ୟାଧ ତୀକ୍ଷ୍ଣ ସର ପଳାଇ ଅଧେ ତା ଶରୀର। ଗଲାଣି ନ ଜାଣଇ ସୁଖେ ତେବେ ସେ ଉତ୍ସର୍ଗତା ଭକ୍ଷେ, ତାହାକୁ ନ କରିଣ ଭୟେ ସଧୀରେ ବୃକ୍ଷଲତା ଖାଏ। ଏମନ୍ତେ ମୃଗ କେ ରାଜନ ବିବେକୀ ଖୋଜ ତୁ ବହନ, ଯେବେ ତୁ ଜାଣି ଧୃତ ମତି ବିଷୟ ଧ୍ୟାନ ତ୍ୟାଗ ଗତି। ଏ ଅନୁଭବେ ବୃଝ ରାଏ ବିବେକୀ ଜାଣିବ ଥୋକାଏ, ତା ଶୁଣି ସଭଏ ରାଜନ ଭୋମୁନି ସାବଧାନେ ଶୁଣ। ରାଜବାଚ ଆମ୍ଭର ଏଣେ ନାହିଁ ଗତି, ଏଣୁ ବିବେକ ହୁଏ ମତି। ଏବେ ମୋ ଠାରେ ଦୟା ବହ ଏକଥା ମୋତେ ଫେଡ଼ି କହ, ତୁମ୍ଭେ ଦୟାଳୁ ଯୋଗେଶ୍ୱର ସକଳ ଘଟେ ଦୟା ପର। ମୁଁ ବୁଝି ନ ପାରିଲି ଚିତ୍ତେ କ୍ଷୀଣ ସଂଶୟ କହ ମୋତେ, କେ ମୃଗ ବ୍ୟାଧ ବୃକ ଦେହି ଭୋମୁନି ବର ଦେବା କହି। ନାରଦ ଉବାଚ ଶୁଣ ରାଜନ ଶୁଦ୍ଧ ଚିତ୍ତେ ଫେଡ଼ିଣ କହି ଦେବା ତୋତେ। ହେ ରାଜା ମୃଗ ରୂପୀ ତୁହି ତୋ ପତ୍ନୀ ଗଣେ ବୃକ ଦେହି, ସେ ତୋତେ ବେଢ଼ି ଅଗ୍ରେ ଛନ୍ତି ତୋ ପ୍ରାଣ ବିବାଦେ ନାଶନ୍ତି। ତୁ ତାହା ତର୍କି ନ ପାରିଲୁ ସୁବେଶ ତନୁକୁ ପୂଜିଲୁ, ସର୍ପାଗ୍ନି ଯେ ସ୍ତ୍ରୀ ଦୁର୍ଜନ ବିଶ୍ୱାସ ନ ଯିବ ଏ ଜନ। ତୁ ତାଙ୍କ ବଶେ ନିମଜିଲୁ ପ୍ରାଣୁ ଅଧିକେ ସ୍ନେହ କଲୁ, ସେ ତୋର ବଶ କଲେ ମନ ଯେସନେ ପଶୁ ଯେ ବନ୍ଧନ। ଏ ତୋତେ ନିଶ୍ଚେ ବିନାଶିବେ ତୋ ସ୍ନେହ ବଶେ ପ୍ରାଣ ନେବେ, ଏ ସଙ୍ଗୁ ତୋର ନୃପବର ହୋଇବ ମୋକ୍ଷ ମାର୍ଗ ଦୂର। ଏ ତୁ ଅନୁଭବ ଏହା ବେଗେ ଆଉ କି କହିବି ତୋ ଆଗେ। କୁସୁମ ବନ ବୋଲି ଯାହା ନାରୀଙ୍କ ଧର୍ମ ବୋଲି ତାହା, ତା ସଙ୍ଗେ ଏ ପୁରୁଷ ଘର ଆନନ୍ଦେ କରଇ ବିହାର। ଏବେ ତୁ ବୁଝ ମହୀପତି ଏ ମୃଗ ତୃଷ୍ଣା ଜୀବ ଗତି, ଆପଣା ଚିତ୍ତେ ତୁ ବିଚାର ଏ ଚିତ୍ତ ହୃଦେ ତୁହି ଧର। କାମୁକ କାମ ସୁଖ ପାଇ ଗୃହକ ରଣେ ବନ୍ଦୀ ହୋଇ, ଯେହ୍ନେ ପଙ୍କଜ ମଧୁ ଆସେ ଭ୍ରମର ଚୁମ୍ବେ ସ୍ନେହ ବସେ। ସ୍ନେହାନୁବନ୍ଧେ ନ ଛାଡ଼ିଲା ପଦ୍ମ ମୁଦ୍ରିତେ ପ୍ରାଣ ଦେଲା, ସେ ରୂପେ ନାରୀ ମୁଖାମ୍ବୁଜ ଯହିଁ ଯୋଗୀନ୍ଦ୍ର ଯୋଗ ତ୍ୟାଜ। ପୁଣ୍ୟାଦି ଧର୍ମ କରେ ନାଶ ଯେ ସଙ୍ଗେ ନାହିଁ ସୁଖ ଲେଶ, ସତ୍ୟ ଶୌଚ ଦୟା ଧର୍ମ ଶାନ୍ତ ସୁଶୀଳ ମତି ଭ୍ରମ। ତୁ ଗୃହ ଛାଡ଼ି ହରି ଭଜ ବିଷୟ ଧାନ କର ତେଜ, ତା ଶୁଣି ବୋଲଇ ରାଜନ ଭୋମୁନି ଏ ତୁମ୍ଭ ବଚନ। ବିଚାରି ବୁଝିଲହିଁ ଚିତ୍ତେ ମୋ ରାଜେ ବିପ୍ରେ ଛନ୍ତି ଯେତେ, ଏ ସର୍ବେ ନ ଜାଣନ୍ତି ଜ୍ଞାନ ବିଦ୍ୟା ବିବୁଦ୍ଧି ଅଭିମାନ। ସେ ଯେବେ ଜାଣନ୍ତେ ନା ଏହା କିମ୍ପାଇଁ ନ କହନ୍ତେ ତାହା, ଏଣୁ ସେ କର୍ମେ ମୋତେ ଟେକି ଯେଣୁ ଅଟନ୍ତି ଅବିବେକୀ। ଭୋମୁନି ତୁମ୍ଭ ପ୍ରାୟ ଯେତେ ସାଧୁ ଏ ଅଛନ୍ତି ଜଗତେ, ଏ ତୁମ୍ଭ ପ୍ରାୟେ ଦୟା କରି କେହି ନ ଛାଡ଼ନ୍ତି ମୋ ପୁରୀ। ଏକଥା କହ ମୁନିବର ମୋର ସଂଶୟ ଯାଉ ଦୂର, ଏମନ୍ତେ ଦେବ ମହାଋଷି ତା ବାକ୍ୟେ କହନ୍ତି ପ୍ରଶଂସୀ। ତୁ ଯାହା ପୁଛିଲୁ ରାଜନ କହିବି ଏଥିର ବିଧାନ, ସେ ପଦ ଲାଭ ପଦାଶ୍ରିତ ଏଣେ ନ ଭାବେ ତାଙ୍କ ଚିତ୍ତ। ସ୍ୱର୍ଗାପ ବର୍ଗ ତୁଚ୍ଛ ଗଣି ତୋ ରାଜ ଭୋଗ ମୃତ୍ୟୁ ବାଣୀ, ଏଣୁ ସାଧବେ ତାହା ଦେଖି ଭୟ ବିମୁଖେ ଦୁରୁପେକ୍ଷୀ।
आत्मा विहीने पिंड जेन्हे सभये तेजंती जे सने ते सने ए राज्य विभूति भय साधिबे न छाड़ती। तू राजा चित्ते परिमाण भोगादि अनर्थ कारण ता शुणी सभये नृपति चिंता विमुखे दुखी अति। ए विप्रगण अनुक्षणे कहती यज्ञादि कारणे एहांक कर्म दीक्षा जेते छाड़िला तुम्भ वाक्य चित्ते। जे कर्मे जोगी जन मोह एणु ए सर्वठारे स्नेह एक संशय हृदय अछि। भमुनि कह पचारुछि जा देहे प्राणी गर्भ परे ता छाड़ी प्रलोके संचरे कर्म भुंजई अन्य देहे। एकथा सर्वदेहे कहे फेड़ी न कहिबा गोसाई आबर संदेह अछई ता पचारि विहृद भावे मो मने सुमरिबि एबे। देह सहिते जेते कर्म लोक विचारे विधि धर्म कर्म उभारे ता न जानी केमंते कर्म भुंजे प्राणी। अदृष्ट कर्मे संजोगई संदेह लागे मोर देही। नारद उवाच शुण कहिबा नृपराण एबे निसंदेह फेड़ीण जे देहे जीव कर्म करे प्रलोके भुंजे से शरीरे। ए स्थूल देहे गले नाश ए लिंग अन्य देहे बास कर्ता भोक्ता नुहे भिन्न। स्वप्ने दृष्टान्तर जे सन शयने देह फेड़ी थाई श्वास क्षेपण न जानई। ए हेतु स्नेह परिहर एमत लिंग देह धर अद्भुत कर्म एबे भार एमंत करे अंगीकार। एमंत जानी दृष्टान्तर एमन अन्यत्र शरीर धरिण स्थूल देह मान मुकुले श्रेष्ठ विद्वजन। ए पुत्र दारादि मंदिर बोली न करे अंगीकार ए अभिमान कर्म करे से कर्म दोष जोग धरे। कर्म न थिले जोग काहि एमंत जानी न पारई एमंत लिंग देह घेनी भोगार्थे स्थूल देह घेनी। जा तू पुछिलु नृपति विनाश कर्म उपगति ता फेड़ी कहिबाक तते संदेह फेड़िब जे मन्ते। ए ज्ञान कर्म इंद्री दुई भेदेण कर्मादि करई ए सर्व पापादि विषय करती एमन इंद्रिय। विषय कर्म मान जानी नोहिले केबा परिमाणी ए रूपे जानी चित्त बुद्धि भुंजई सर्व कर्म सिद्धि। कर्मे न थिले भोग काहि विवेकी बुझ नर साई ए प्रति लक्षे दृष्टान्तर तते कहिबा नृपवर। तो अन्य देह थाउ एबे ए देह बुझ अनुभवे जाग्रते जेते रूप मान ए देहे भाबी थाई मन। दृष्टि श्रवणे ए विषय स्वपन संगे से उदय ए देह लिंग धरी मन विषय कर्म करे ध्यान। वृथारे अनुभव नाही स्वपने देखिब ता काहि एहार पूर्व कर्म दोष जाबत होइछि विश्वास। ता अन्य देहे भोग करे जे शुभाशुभ व्यवहारे ए सर्वे हंती मोक्ष कर कहिलु ब्रह्म तत्व सार। संसार बंधु मुक्त हुए अज्ञाने गृह बासे रहे परीक्ष तत्व ज्ञान सार तो भावे कहिलु विदुर कहई विप्र जगन्नाथ मैत्रीय विद्रुर चरित। इति श्रीमद्भागवते महापुराणे पारमहंस्यां संहितायां वैयासिक्यां चतुर्थ स्कन्धे मैत्रेय विदुर चरिते नाम 29 अध्यायः।